ସମସ୍ତଙ୍କୁ ଅତି ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ଈଶ୍ୱରଙ୍କ ଦୟାରୁ ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ମନୁଷ୍ୟର ଜ୍ଞାନ ଏବଂ ଈଶ୍ୱରଙ୍କ ଜ୍ଞାନ ଏ ସମ୍ବନ୍ଧରେ ଅଳ୍ପ ସମୟ ଆମମାନେ ଧ୍ୟାନ କରିବା। ଯେତେବେଳେ ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲକୁ ଧ୍ୟାନ କରୁ, ଆମ୍ଭେମାନେ ମନୁଷ୍ୟର ଜ୍ଞାନ ବିଷୟରେ ଆମମାନେ ଦେଖିବାକୁ ପାଇଥାଉ। ଯେତେବେଳେ ଆମ୍ଭେମାନେ ଯିଶାୟ 45 ଅଧ୍ୟାୟ ତାର 20 ପଦକୁ ପାଠ କରୁ, ଏଠାରେ ମାନେ ଦେଖିବାକୁ ପାଉ ମନୁଷ୍ୟର ଜ୍ଞାନ ପରିତ୍ରାଣ କରିବାକୁ ଅସମର୍ଥ ଅଟେ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟର ଜ୍ଞାନ ପରିତ୍ରାଣ ସାଧନ କରିପାରେ ନାହିଁ। ଦ୍ୱିତୀୟ ବିଷୟ ଯେତେବେଳେ ଆମେ ପାଠ କରୁ ଯିଶାୟ 47 ତାର 10 ପଦ, ଏଠାରେ ଲେଖାଯାଏ ମନୁଷ୍ୟର ଜ୍ଞାନ ବିପଥଗାମୀ ଅଟେ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟର ଜ୍ଞାନ ସତ୍ୟ ବିଷୟରୁ ବିପଥଗାମୀ ହୋଇଯାଇଥାଏ ଏବଂ ସତ୍ୟରୁ ପଥହରା ହୋଇଯାଇଥାଏ। ଏବଂ ତୃତୀୟ ବିଷୟ ଯେତେବେଳେ ଆମେ ଧ୍ୟାନ କରୁ, ମନୁଷ୍ୟର ଜ୍ଞାନ ମୂର୍ଖତା ଅଟେ। ଯିଶାୟ 44 ତାର 25 ପଦ, ବାସ୍ତବତାରେ ମନୁଷ୍ୟର ଜ୍ଞାନ ମୂର୍ଖତା ଅଟେ। ଯେତେବେଳେ ଆମ୍ଭେମାନେ ପ୍ରଥମ କରନ୍ଥୀୟ ଅଧ୍ୟାୟ 3 ତାର 19 ପଦକୁ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। ହଁ ପ୍ରିୟ ବନ୍ଧୁଗଣ, ଏହି ଜଗତର ଜ୍ଞାନ ଅର୍ଥାତ୍ ମନୁଷ୍ୟମାନଙ୍କର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ଅଟେ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଈଶ୍ୱର ବିହୁନେ ଏହି ଜଗତରେ ଯେତେ ବି ଆମମାନେ ଜ୍ଞାନ ଅର୍ଜନ କରିଥାଉ, ତାହା ମୂର୍ଖତା ଅଟେ। ଚତୁର୍ଥ ବିଷୟ ଯେତେବେଳେ ଆମେ ପାଠ କରୁ, ଯାହା ଆମ୍ଭେମାନେ ଯିରିମିୟ ଅଧ୍ୟାୟ 4 ତାର 22, ମନୁଷ୍ୟର ଜ୍ଞାନ ନିର୍ବୋଧ, ବିବେଚନା ଶୂନ୍ୟ, କୁକର୍ମ କରିବାକୁ ନିପୁଣ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟର ଜ୍ଞାନ ନିର୍ବୋଧ ଅଟେ, ବିବେଚନା ଶୂନ୍ୟ, ଯାହା ଉତ୍ତମ ବିଷୟ ତାହା କେବେ ଭାବେ ନାହିଁ, କୁକର୍ମ କରିବାକୁ ନିପୁଣ। ଏହି ପ୍ରକାର ଏହି ଜଗତର ଜ୍ଞାନ ଅବା ମନୁଷ୍ୟମାନଙ୍କର ଜ୍ଞାନ ଅଟେ। ପଞ୍ଚମ ବିଷୟ ଯେତେବେଳେ ଆମେ ଧ୍ୟାନ କରୁ, ପ୍ରଥମ କରନ୍ଥୀୟ ଅଧ୍ୟାୟ 3 ତାର 20 ପଦ, ଏଠାରେ ଆମେ ଦେଖିବାକୁ ପାଉ ମନୁଷ୍ୟର ଜ୍ଞାନ ଅସାର ଅଟେ। ଯେତେବେଳେ ପାଉଲ ଏଠାରେ ଲେଖନ୍ତି, ପୁନଶ୍ଚ ଜ୍ଞାନୀମାନଙ୍କର ତର୍କ ବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ମନୁଷ୍ୟମାନଙ୍କର ଜ୍ଞାନ ଏହି ଜଗତର ଜ୍ଞାନ ଅସାର ଅଟେ। ଷଷ୍ଠ ବିଷୟ ଯେତେବେଳେ ଆମେ ଧ୍ୟାନ କରୁ, ଯିଶାୟ ଅଧ୍ୟାୟ 29 ତାର 14 ପଦ, ହୋଶେୟ ତାର 4 ତାର 6 ପଦ, ଏଠାରେ ଲେଖାଯାଏ ମନୁଷ୍ୟମାନଙ୍କର ଜ୍ଞାନ ବିନଷ୍ଟ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଏହି ଜଗତର ଜ୍ଞାନ ଅବା ମନୁଷ୍ୟମାନଙ୍କର ଜ୍ଞାନ ବିନଷ୍ଟ ଅଟେ। କିନ୍ତୁ ଯେତେବେଳେ ଆମ୍ଭେମାନେ ଈଶ୍ୱରଙ୍କ ଜ୍ଞାନ ବିଷୟରେ ପବିତ୍ର ଶାସ୍ତ୍ର ବାଇବଲରୁ ଧ୍ୟାନ କରୁ, ଏଠାରେ ମାନେ ଦେଖିବାକୁ ପାଉ ଈଶ୍ୱରଙ୍କ ଜ୍ଞାନ ପବିତ୍ରତା ଅଟେ। ଦ୍ୱିତୀୟ, ଈଶ୍ୱରଙ୍କ ଜ୍ଞାନ ଶାନ୍ତିପ୍ରିୟ ଅଟେ। ତୃତୀୟ, ଈଶ୍ୱରଙ୍କ ଜ୍ଞାନ ମୃଦୁଶୀଳ। ଚତୁର୍ଥ, ଈଶ୍ୱରଙ୍କ ଜ୍ଞାନ ବାଧ୍ୟ, ଦୟା। ଏବଂ ପଞ୍ଚମ, ଈଶ୍ୱରଙ୍କ ଜ୍ଞାନ ଉତ୍ତମ ଫଳର ପରିପୂର୍ଣ୍ଣ। ଯେତେବେଳେ ଆମ୍ଭେମାନେ ଯାକୁବ ତାର 3 ଅଧ୍ୟାୟ 17 ପଦକୁ ପାଠ କରୁ, ଏହି ସକଳ ବିଷୟକୁ ଆମେ ଦେଖିବାକୁ ପାଇଥାଉ। ହଁ ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କ ଜ୍ଞାନ ସତ୍ୟ ଏବଂ ପରିତ୍ରାଣର ବିଷୟ ସାଧନ କରିଥାଏ, ଯାହା ମାନେ ପ୍ରଥମ ତିମୋଥୀ 2 ଅଧ୍ୟାୟ ତାର 4 ପଦକୁ ପାଠ କରୁ। ବାସ୍ତବତାରେ ଈଶ୍ୱରଙ୍କର ଜ୍ଞାନ ଅନନ୍ତ ଜୀବନ ଅଟେ। ଈଶ୍ୱରଙ୍କର ଜ୍ଞାନ ଧାର୍ମିକତା କରେ। ଈଶ୍ୱରଙ୍କ ଜ୍ଞାନ ସତ୍ୟ ପଥକୁ କଢ଼ାଇ ନିଏ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ନିଜକୁ ସମର୍ପଣ କରିବା ଏବଂ ଈଶ୍ୱରଙ୍କ ଜ୍ଞାନ ପ୍ରାପ୍ତ ହେବା। ବାକ୍ୟରେ ଯେତେବେଳେ ଆମେ ପାଠ କରୁ, କାରଣ ଈଶ୍ୱର ଭୟ ହିଁ ଜ୍ଞାନର ଆରମ୍ଭ। ଯେତେବେଳେ ଆମେ ହିତୋପଦେଶ 1 ଅଧ୍ୟାୟ 7 ପଦକୁ ପାଠ କରୁ, ବାସ୍ତବତାରେ ଏହି ପ୍ରକାର ଜ୍ଞାନ, ଈଶ୍ୱରିକ ଜ୍ଞାନ ଆମମାନଙ୍କର ଜୀବନରେ ରହିବା ଆବଶ୍ୟକତା ଅଟେ। ଯେତେବେଳେ ଏହି ଈଶ୍ୱରିକ ଜ୍ଞାନ ଆମମାନେ ପ୍ରାପ୍ତ ହେଉ, ଆମମାନେ ପବିତ୍ରତା ଧାରଣ କରିଥାଉ, ଆମମାନେ ଶାନ୍ତିପ୍ରିୟ ପ୍ରାପ୍ତ ହୋଇଥାଉ, ଆମେମାନେ ମୃଦୁଶୀଳ, ବାଧ୍ୟ, ଦୟା
ଓ ଉତ୍ତମ ଫଳ ପରିପୂର୍ଣ୍ଣ ଭାବରେ ଆମେ ଜୀବନ ଅତିବାହିତ କରିଥାଉ। ହଁ ପ୍ରିୟ ବନ୍ଧୁଗଣ, ଏହି ଈଶ୍ୱରକ ଜ୍ଞାନ ପାଇବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହୋଇଥାଉ ଏବଂ ଆମ୍ଭେମାନେ ସତ୍ୟ ବିଷୟର ଜ୍ଞାନ ପ୍ରାପ୍ତ ହୋଇଥାଉ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ଏହି ଜଗତର ଜ୍ଞାନକୁ ପ୍ରାପ୍ତ ନ କରି ଈଶ୍ୱରକ ଜ୍ଞାନ ପ୍ରାପ୍ତ କରିବା। ତେବେ ଆମମାନଙ୍କର ଜୀବନ ପରିତ୍ରାଣ ପ୍ରାପ୍ତ ହେବ ଏବଂ ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ଅଧିକାର ପ୍ରାପ୍ତ ହେବା। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। ଏଣୁ ଆସନ୍ତୁ ଆମମାନେ ସ୍ୱର୍ଗୀୟ ଜ୍ଞାନ ଅବା ଐଶ୍ୱରିକ ଜ୍ଞାନ ପ୍ରାପ୍ତ ହୋଇ ଆଧ୍ୟାତ୍ମିକ ଜୀବନରେ ଆମ୍ଭେମାନେ ଅତିବାହିତ କରିବା। ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।